ହାଇ ସାଙ୍ଗମାନେ କେମିତି ଅଛନ୍ତି? ମୁଁ ଆଶା କରୁଛି ଆପଣ ମାନେ ଭଲରେ ଥାଆନ୍ତୁ। ମୁଁ ଭଲରେ ଅଛି। ମୋ ୟୁଟ୍ୟୁବ ଚ୍ୟାନେଲ ତରଫରୁ ମୋ ଛୋଟ ଗାର୍ଡେନ ତରଫରୁ ଆପଣ ମାନଙ୍କୁ ବହୁତ ବହୁତ ସ୍ୱାଗତ। ଆଜି ସାଙ୍ଗମାନେ ଦେଖିନେବା ଆଜି ମୋ ବଗିଚାରେ ଗୋଟେ ନୂଆ ତଳି ଆଣି ଦେଇଛନ୍ତି। ନୂଆ ଫୁଲ ତଳି ଆଣି ଦେଇଛନ୍ତି। ସେ ନୂଆ ଫୁଲ ତଳିଟି ଆଉ କିଏ ବା କୁହେ କୁକୁଡ଼ା ଚୁଳିଆ, କିଏ ବା କୁହେ ମୟୂର ପୁଚ୍ଛ ବୋଲି ମୟୂର ପୁଚ୍ଛ ବୋଲି କିଏ କୁହନ୍ତି। ଆଜି ସେ ତଳିଟିକୁ ଆମେ ଦେଖିବା। ଆଜି ଆଣି ଦେଇଛନ୍ତି ମୋ ପାଇଁ। ଆଜି ବଗିଚାରେ ମୁଁ ସେ ତଳିଟି ଲଗେଇବି ଆଉ ଆପଣ ମାନଙ୍କୁ ଦେଖେଇବି। ଆଜି ଆମେ ଏଇ ମୋ ବଗିଚା ଦେଖି ଦେଖି ଯିବା। ଦେଖନ୍ତୁ ମେଘ ପୁରା ଇଆଡୁ ମେଘ ଆସୁଛି। ଏଇ ଦେଖନ୍ତୁ ମେଘ କେମିତି ଆସୁଛି। ପୁରା ମେଘ କଳା ହେଇକି ରହିଛି। ବର୍ଷା ତ ହଉନାହିଁ। କେତେବେଳେ ବର୍ଷା ଟିକେ ହେଲେ ଭଲ ଲାଗେ। ତାପରେ ଆମେ ଦେଖିବା କଣ ଏଇ ଦେଖନ୍ତୁ ଆମ ବଗିଚା ଦେଖି ଦେଖି ଯିବା। ଆମ ଗାର୍ଡେନ ଦେଖି ଦେଖି ଯିବା। ଏଇ ଦେଖନ୍ତୁ ଇଏ ମୋର ବଗଲମିଆ ଫୁଲଟିଏ। କେତେ ସୁନ୍ଦର ସିଏ। ଗଲା ମାସରେ ବହୁତ ସାରା ଫୁଲ ଆସିଥିଲା। ଫୁଲ ଝଡିକି ପୁଣି ନୂଆ ଫୁଲ ଆସି ଯାଉଛି। ଏଇ ଦେଖନ୍ତୁ ମୋର ଛାତ ଉପରେ ମୋ ଘର ସାମ୍ନାରେ ମୋ ବଗିଚାଟି। ଦେଖନ୍ତୁ ମୋ ଘର ସାମ୍ନାରେ ମୋ ବଗିଚାଟି। ମୋର ତଳେ ଜାଗା ନାହିଁ। ଆଉ ମୁଁ ଏଇଠି ଗାର୍ଡେନ ବନେଇଛି। ଏଇ ଦେଖନ୍ତୁ ବାସ୍ ବାସ୍ ଆଜି ଦେଖନ୍ତୁ ସାଙ୍ଗମାନେ ଏଇ ହଉଛି ମୋର କୁକୁଡ଼ା ଚୁଳିଆ ଫୁଲ। ଏଇ ଫୁଲଟି କାହାର ଥାଏ, କାହାର ବି ନଥାଏ। ଦେଖନ୍ତୁ ଏଇ ଫୁଲଟି କେତେ ବଢିଆ ସୁନ୍ଦର ଷ୍ଟାଇଲ ହେଇଛି। ଏଇ ଆଉ ଗଛର ପତ୍ର ସୋ ପତ୍ର ଅଛି। ସୋ ପତ୍ର ହେଇକି ଦେଖନ୍ତୁ ଗଛଟି ଆଉ ଫୁଲ ବି ବହୁତ ସୁନ୍ଦର। ମୟୂର ଚୂଳ ଯେମିତି ମୟୂରର ପୁଚ୍ଛ ହୁଏ ଚଉଡା ହେଇକି ଫୁଲଟି ହୁଏ। ଇଏ ଫୁଲଟି ବହୁତ ଲାଲ କଲରର। ଇଏ ବହୁତ ମାନେ ଦୂରକୁ ବହୁତ ସୁନ୍ଦର ଲାଗେ। ଇଏ ହାରରେ ୟା ଫୁଲକୁ ଯଦି ଆମେ ହାର କରିବା ଆହୁରି ସୁନ୍ଦର ଭଲ ଦେଖାଯାଏ। ଆଉ ଏଇ ଦେଖନ୍ତୁ ଏଇ ଫୁଲଟି କିଏ ବା କୁହେ କୁକୁଡ଼ା ଚୁଳିଆ, କିଏ ବା କୁହେ ମୟୂର ପୁଚ୍ଛ। ଏଇ ଫୁଲ ଗଛଟିର ଷ୍ଟାଇଲ ଦେଖନ୍ତୁ। ତା ପତ୍ରରେ କେତେ ସୁନ୍ଦର ମାନେ ଗଛ ଦେଖିବାକୁ ସୁନ୍ଦର। ଆଉ ଫୁଲ ଫୁଟିଲେ ବି ଆହୁରି ସୁନ୍ଦର। ଆଉ ଦେଖନ୍ତୁ ଏଇ ଫୁଲଟିକୁ ମୋ ପାଇଁ ଆଣି ଦେଇଛନ୍ତି। ଆଜି ଆମେ ଏଇ ଫୁଲଟିକୁ ଲଗେଇବା। ଆଜି ଏଇ ଫୁଲ ମୋ ଗାର୍ଡେନରେ ମୁଁ ଲଗେଇବି। ଆଉ ଆପଣ ମାନେ ଦେଖନ୍ତୁ। ଆଉ ଯଦି ଯାହାର ଏଭଳିଆ ଫୁଲ ନଥାଏ ନର୍ସରୀରୁ ବୁଝିକି ନେଇ ଆସନ୍ତୁ। ସାଙ୍ଗମାନେ ନର୍ସରୀରୁ ଆଣିକି ଗଛ ଗାର୍ଡେନରେ ଲଗାନ୍ତୁ। ଏଇ ଦେଖନ୍ତୁ ମୁଁ 4ଟି ଗଛ ଆଣିଛି। ଏଇ 4 ବାଲଟି ମାଟି ମୁଁ ପ୍ରସ୍ତୁତ କରିଛି। ଏଇ ଦେଖନ୍ତୁ 4 ବାଲଟି ମାଟି ମୁଁ ପ୍ରସ୍ତୁତ କରିଛି। ଆଜି ଆମେ ଏଇଠି ଲଗେଇ ନେବା। 4 ବାଲଟି ଗଛରେ ଆମର 4 ବାଲଟି ମାଟିରେ ଆମେ ଗଛ ଲଗେଇ ନେବା। ଦେଖନ୍ତୁ ଗଛଟି ବହୁତ ହୃଷ୍ଟପୃଷ୍ଟ ଅଛି। ଭଲ ବହୁତ ସୁନ୍ଦର ଫୁଲ ଆସିବ। ଇଏ ମୋର ହେଲା କୁକୁଡ଼ା ଚୁଳିଆ ବା ମୟୂର ପୁଚ୍ଛ। ଏଇ ଦେଖନ୍ତୁ ମୁଁ ୟାକୁ ଲଗେଇ ଦଉଛି। ବାସ୍ ଏଇ ଦେଖନ୍ତୁ ମୁଁ ମୋର 4 ବାଲଟି ଲଗେଇଦେଲି। ଏଇ ଦେଖନ୍ତୁ ମୋର କୁକୁଡ଼ା ଚୁଳିଆ ଫୁଲ। ଏଇ ମୁଁ 4ଟା ବାଲଟି ଦିହରେ ଲଗେଇଲି। ଗଛ ବହୁତ ସୁନ୍ଦର ଲାଗୁଛି। ଏଇ ଦେଖନ୍ତୁ 4ଟା ବାଲଟି ଦିହରେ ମୁଁ ଗଛ ଲଗେଇଲି। ତାପରେ ଆମେ କଣ କରିବା ନା ପାଣି ଟା ଦେଇଦେବା। ତାପରେ ଆମେ ପାଣି ଦେଇଦେବା ଗଛରେ।
ବାସ୍ ଏଇ ଦେଖନ୍ତୁ ଏବେ ମୁଁ କୁକୁଡ଼ା ଚୁଳିଆ ଫୁଲ ଗଛକୁ ଲଗେଇଦେଲି। ଦେଖନ୍ତୁ ଇଏ ହେଉଛି ମୟୂର ପୁଚ୍ଛର ଗଛକୁ ଲଗେଇଦେଲି। ବହୁତ ସୁନ୍ଦର ଦେଖା ହଉଛି। ଦେଖନ୍ତୁ ଗଛଟି ବହୁତ ହୃଷ୍ଟପୃଷ୍ଟରେ ଅଛି। ବହୁତ କଲର ବି ଅଛି। ଏଇ ଦେଖନ୍ତୁ ବାସ୍ ଆଉ ଏବେ ତ ସାଙ୍ଗମାନେ ଦେଖିଲେ ମୋ ମୟୂର ପୁଚ୍ଛ ଫୁଲ ତଳିକୁ ଆଣିଥିଲି। ମୟୂର ପୁଚ୍ଛ ଫୁଲ ତଳି ମୁଁ ଲଗେଇଲି। 4ଟା ବାଲ୍ଟି ଦିହରେ ଲଗେଇଲି। ଆଉ ଆପଣମାନଙ୍କର ଯଦି ନାହିଁ ନର୍ସରୀରୁ ବୁଝିକି ନେଇ ଆସନ୍ତୁ। ଗାର୍ଡେନରେ ଏଇ ଫୁଲଟି ଲଗାନ୍ତୁ। ବହୁତ ସୁନ୍ଦର ଫୁଲ ଫୁଟିବ। ଆଉ ଯେମିତି ମୟୂରର ପୁଚ୍ଛଟି ଚଉଡ଼ା ହେଇକି ଥାଏ, ଏ ଗଛର ଫୁଲଟି ସେମିତି ଚଉଡ଼ା ହିଁ ହୁଏ। ଆଉ ଚଉଡ଼ା ହେଇକି ଲାଲ କଲରର ଅଛି, ହଳଦିଆ କଲରର ଅଛି, ସବୁ କଲରର ଅଛି। ଆଉ ଫୁଲ ବୁଝିକି ନେଇ ଆସନ୍ତୁ। ଆଣିକି ଆଉ ନିଜ ଗାର୍ଡେନରେ ଲଗାନ୍ତୁ। ଆଉ ଦେଖିଲେ ତ ମୋ ମୟୂର ପୁଚ୍ଛର ଫୁଲ ଗଛ ଯଦି ଭଲ ଲାଗିଥାଏ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ସେୟାର କରିବେ। ଆଉ ସାଙ୍ଗମାନେ ଭଲରେ ଥାଆନ୍ତୁ। ମୁଁ ଭଲରେ ଅଛି। ଆର ଭିଡ଼ିଓରେ ଦେଖା ହବ। ବାଏ।